AI 5G ସାର୍। ତ ଦେଖନ୍ତୁ ଫାଇନାଲି OSSC ତରଫରୁ ଗୋଟେ ନୋଟିସ୍ ଆସିଛି, ଯେଉଁଟାକି ବହୁତ ଇମ୍ପୋର୍ଟାଣ୍ଟ ନୋଟିସ୍, ଯେଉଁଟାକି ଆମର ଯେଉଁ ଅପକମିଂ ଏକ୍ଜାମ୍ ଥିଲା ଯେଉଁ RI ICDS ସୁପରଭାଇଜର ଆସିଷ୍ଟାଣ୍ଟ RI ଅମିନ SFS, ତ ତା'ର ଆଡ଼ମିଟ୍ କାର୍ଡ଼ ବର୍ତ୍ତମାନ ଆସିଯାଇଛି ଆଉ ୟାର ଯେଉଁ ଅଫିସିଆଲ୍ ୱେବସାଇଟ୍ରେ ଆଭେଲେବଲ୍ ଅଛି। ତ ଆପଣମାନେ ନିଜ ନିଜର ୟୁଜର୍ ID ଆଉ ପାସୱାର୍ଡ଼ ଦେଇକି ଲଗ୍ଇନ୍ କରିବେ ଆଉ ଲଗ୍ଇନ୍ କରିସାରିଲା ପରେ ଯେଉଁ ଡାଉନଲୋଡ଼ ଆଡ଼ମିଟ୍ କାର୍ଡ଼ରେ କ୍ଲିକ୍ କରିକି ଆପଣ ନିଜର ଆପ୍ଲିକେସନ୍ ନମ୍ବର ଆଉ ଡେଟ୍ ଅଫ୍ ବାର୍ଥ ଏଣ୍ଟର କରିକି ଆପଣ ନିଜର ଆଡ଼ମିଟ୍ କାର୍ଡ଼କୁ ଡାଉନଲୋଡ଼ କରିପାରିବେ। ଦେଖନ୍ତୁ ଏଇଟା ଡେଟ୍ ପଡ଼ିଛି 26 ସେପ୍ଟେମ୍ବର 2025। ତ ଏଠି ଯେଉଁଟାକି ଆମର ଏକ୍ଜାମ୍ ଥିଲା କେବେଠୁ ନା 8 ଅକ୍ଟୋବରରୁ 13 ନଭେମ୍ବର ପର୍ଯ୍ୟନ୍ତ ଏକ୍ଜାମ୍ ଥିଲା RIର ଯେଉଁ ପ୍ରିଲିମ୍ ଏକ୍ଜାମ୍ ICDS ସୁପରଭାଇଜର ଆସିଷ୍ଟାଣ୍ଟ RI ଅମିନ। ତ ତା'ର ଆଡ଼ମିଟ୍ କାର୍ଡ଼ ପଡ଼ିଛି। ତ ଆପଣଙ୍କର ଇମେଲ୍ ଆଇଡ଼ିରେ ଥିବ କିମ୍ବା ଆଗର ଆପଣମାନେ ଯେଉଁ ଆଗରୁ ଯେଉଁ ଡାଉନଲୋଡ଼ କରିଥିବେ ଯେଉଁ ଆଡ଼ମିଟ୍ କାର୍ଡ଼, ସେଇଥିରେ ବି ଆପଣଙ୍କର ଆପ୍ଲିକେସନ୍ ନମ୍ବର ଅଛି। ତ ଆପଣଙ୍କ ପାଖରେ ତା'ର ଯଦି PDF ଅଛି ତ ଆପଣ ତାକୁ କପି କରିକି ରଖନ୍ତୁ ଆଉ ସେଇ ଆପ୍ଲିକେସନ୍ ଜାଗାରେ ପେଷ୍ଟ କରିକି ଆପଣ ନିଜର ଡେଟ୍ ଅଫ୍ ବାର୍ଥକୁ ଏଣ୍ଟର କରିକି ନିଜର ଆଡ଼ମିଟ୍ କାର୍ଡ଼କୁ ଡାଉନଲୋଡ଼ କରିପାରିବେ। ତ ଦେଖନ୍ତୁ ଏଠି ନୋଟିସ୍ ଦେଇଛି, କ୍ୟାଣ୍ଡିଡେଟ୍ are advised to download admission letter by logging in the web portal from the commission or www.osssc.gov.in with their user ID and password. They can also take a mock test by clicking mock test available. ତ ଫାଇନାଲି ତା'ର ଆଡ଼ମିଟ୍ କାର୍ଡ଼ ପଳେଇ ଆସିଛି। ଆପଣ OSSC ଅଫିସିଆଲ୍ ୱେବସାଇଟ୍କୁ ଲଗ୍ଇନ୍ କରିକି ଆପଣ ୟୁଜର୍ ID ଓ ପାସୱାର୍ଡ଼ ଦେଇକି ଲଗ୍ଇନ୍ କରିକି ସାରିଲା ପରେ ତାପରେ ନେକ୍ସଟ ଆପଣଙ୍କୁ ଆପଣଙ୍କର ଆପ୍ଲିକେସନ୍ ନମ୍ବର ମାଗୁଛି ଆଉ ଡେଟ୍ ଅଫ୍ ବାର୍ଥ। ତ ଆପଣ ଆପ୍ଲିକେସନ୍ ନମ୍ବରଟା ଆପଣ ଇମେଲ୍ ଆଇଡ଼ିରେ ବି ଅଛି ଆଉ ଆପଣ ଚାହିଁଲେ ୟା ପୂର୍ବରୁ ଯେଉଁ ଆପଣ ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ କରିଥିଲେ ସେଇଥିରେ ବି ଆପଣଙ୍କର ଆପ୍ଲିକେସନ୍ ନମ୍ବର ଅଛି, ତାକୁ କପି କରିକି ବି ଆପଣ ପେଷ୍ଟ କରିକି ଆପଣ ଡେଟ୍ ଅଫ୍ ବାର୍ଥ ମାରିକି ଡାଉନଲୋଡ଼ ବି କରିପାରିବେ। ତ ଧନ୍ୟବାଦ। ଆଉ ଜବ୍ ରିଲେଟେଡ଼୍ କିଛି ବି ଗଭର୍ଣ୍ଣମେଣ୍ଟ ଜବ୍ ରିଲେଟେଡ଼୍ ନ୍ୟୁଜ୍ ଜାଣିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।